তুমি এଠି ବସିଛ କଣ କରିବୁ ଚାଲୁନ ଯିବା କୋଉଠି ଆଜି ପାଲା ଆଜି ଯିବା ହଁ ପାଲା ହଉଛି ଯେ କୋଉ ଗାୟକ ଆଉଛନ୍ତି তুমি ଜାଣିନ କି ହଁ ମାଳତୀ ବାରିକ ଆସିଛି ମାଳତୀ ବାରିକ ହଁ ମୁଁ ତ ତା ନାଁ ଶୁଣିନି କେବେ ଆଚ୍ଛା ସେ ଭଲ ଗାଇବ ତ ହଁ ଆଲୋ ମା ଖାଇବା ପିଇବା ଘର ମନ କରୁଛନ୍ତି ସବୁ ଭଲ ହେଇଛି ହଁ তুমি ଚାଲ ଯିବା ଖାଇବା ପିଇବା ପାଲା ଦେଖିବା ତାପରେ ପଳେଇ ଆସିବା ପାଲା ଦେଖିବା ଯେ ବୁଢା ମଣିଷ ରାତି ହେଲେ ତୁ ତ କହୁଛୁ ଯଦି ସେ ପାଲା ଖରାପ ହୁଏ ତ କାଲ ବୁଦ୍ଧି ଚକ୍ର ମାରିବି ତ ଯିବା ତ ନିଶ୍ଚୟ ଯିବା ନିହାତି ଯିବା ଚାଲ ଚାଲ ସତରନାଥ ଜଗନ୍ନାଥ ଆମ ଓଡିଶାରେ ହେଲା ଆଜ୍ଞା ବଡ ଠାକୁର ତାଙ୍କ ବିନା ଆମର ଗତି ନାହିଁ ତାଙ୍କ ବିନା ଆମର ମୁକ୍ତି ନାହିଁ ଆମେ କୃଷ୍ଣକୁ ଛାଡି ଆମେ ଜଗନ୍ନାଥକୁ ଭଜୁଛୁ ବାପା ଯଦି ଆମ ଶରୀରରେ ପାପ ଅଛି ଆମେ କହିବା ପୁରୀ ଧାମକୁ ଯିବା ପୁରୀରେ ଯାଇ ଆମ ପାପ ଧୋଇଦେବା କାହିଁକି ନା ପତିତ ପାବନ ବାନା ତାକୁ ଚାହିଁଦେଲେ ସବୁ ଶରୀରରେ ପତିତ ଆଜ୍ଞା ବା ପାପ ଧୋଇଯିବ କିନ୍ତୁ ମୁଁ କହୁଛି ଅଚ୍ୟୁତାନନ୍ଦ ମହାପୁରୁଷ ଆଜ୍ଞା ମାଳିକାରେ ଲେଖିଦେଇ ଯାଇଛନ୍ତି ଏ କଳି ଯୁଗରେ ବଡ ଦେଉଳରେ ଜଗନ୍ନାଥ ଅଛନ୍ତି ଆଜ୍ଞା କୁଆଡେ ପଳେଇଲେ ଆଖି କାଢି କଣ ହେଲା ତମେ ଦେଖିଛ ଦେଖିଛୁ ତା କୁଣ୍ଢେଇ ମୁଣ୍ଡିଆ ମାରିକି ଆମେ ଜଗନ୍ନାଥ ଆଜ୍ଞା ଅଛନ୍ତି ପୁରୀ ମନ୍ଦିର ମଧ୍ୟରେ କିଏ ମନା କରିବ ନା ଡେଲି ବାସି ଜୟ ଜଗନ୍ନାଥ ଟିଭିରେ ଦେଖଉଛି ଦେଖନ୍ତୁ ଆଜ୍ଞା ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ ଲେଖିଦେଇ ଯାଇଛନ୍ତି ଆଜ୍ଞା ମାଳିକା କଥା କେବେ ଅନ୍ୟଥା ହବ ନାହିଁ ଯଦି ଜଗନ୍ନାଥ ଥିଲେ ବଡ ଦେଉଳରେ ତାହେଲେ ଓଡିଶାରେ ପାପ ହଉନାହିଁ ହଉଛି କଣ ପାପ ହଉଛି ଶ୍ୱଶୁର ବୋଉଙ୍କ ପ୍ରୀତି ମୁଁ ତିନିଟା ମୋବାଇଲ ଦେଖିଛି ଗୋଟେ ଦେଖିଛି ମୁଁ ବି ସେଇଆ ଦେଖିଛି କୋଉଟା ଦେଖିଛ ଶ୍ୱଶୁର ବୋଉର ଡ୍ୟାସ ମୋବାଇଲ ଦେଇଥିଲା ଦେଖିଛି ଇଏ କହନ୍ତି ଖୁଡେଇ ପୁତୁରା ଡ୍ୟାସ ଦେଇଥିଲା ଦେଖିଛି ଭାଇ ଭଉଣୀର ଡ୍ୟାସ ଦେଖିଛି ଆମ ଗାଁର ବାହାଘର କିନ୍ତୁ ଦେଢଶୁର ଭାଇ ବୋଉ ଡ୍ୟାସଟା ସେଇଟା ଦେଇନି ଦେଖନ୍ତୁ ଆଜ୍ଞା କିନ୍ତୁ ଗୋଟେ ଦେଖିଛି କୋଉଟା ଭାଇ ବୋଉ ଇଷ୍ଟା କରୁଛି ଦେଢଶୁର ଲାଇକ୍ ସେଇଟା ଦେଖିଛି ମୋଟରସାଇକେଲ ସାଙ୍ଗରେ ବସି ଶ୍ୱଶୁର କିଏ ବାପା କିଏ ତେଣୁ ବୋହୂ କିଏ ଝିଅ କିଏ ଶ୍ୱଶୁର ବୋହୂର ପ୍ରୀତି ହଉଛି ଏକ ପାପ ନୁହଁ ଦେଢଶୁର ଭାଇ ବୋହୂ ଛୁଇଁଲେ ଛଅଟା ତେଣୁ ଆଜିକାଲି ସମାଜରେ ଆଜ୍ଞା ଇଏ କଳି ଯୁଗରେ କେହି କାହାରିକୁ ମାନିଲେ ନାହିଁ ପାପ କେଉଁଟା ପୁଣ୍ୟ କେଉଁଟା ଧର୍ମ କେଉଁଟା ଅଧର୍ମ କେଉଁଟା ନ୍ୟାୟ କିଏ ଅନ୍ୟାୟ କିଏ କଳି ଯୁଗରେ ନାରୀ ମାନେ ଆଉ ମାନୁଛନ୍ତି ନା ଆଜ୍ଞା ଦେଖନ୍ତୁ ଆଜ୍ଞା ଅଚ୍ୟୁତାନନ୍ଦ ମହାପୁରୁଷ ଆଜ୍ଞା ଲେଖିଛନ୍ତି ଇଏ କଳି ଯୁଗେ ନାରୀ ମାନେ ଉଗ୍ର ମତା ହେବେ ଖୋଲିଲା ସହାୟକ ଗୋଷ୍ଠୀ ଆମ ତାପରେ ଫେରି ଆଇଲା ସୁଭଦ୍ରା ବାପ ପୁଅ 8 ଦିନ କଣ୍ଟା ହେଇଯାଉନି ନା କଣ ହେଲା ବୋଉ ତାର ଡେଲି ଏଟା ଭୁଲ ସେଟା ଭୁଲ ସକାଳୁ ଗଲା ରାତିକି ଜନସେବା କେନ୍ଦ୍ରକୁ ମାଇ ସକାଳୁ ଭେନିଟେ କେନ୍ଦ୍ର ବେଳେ ଯାଇ ବାହାରିଯିବ ଜନସେବା କେନ୍ଦ୍ରକୁ ଆମେ ବାପ ପୁଅ ଯୋଉ ଖାଇବା ପାଇଁ ଯୋଉ ହଇରାଣ ହେଇଛୁ କହନା ସେ କଥା ଦେଖନ୍ତୁ ଆଜ୍ଞା ସବୁ ନାରୀ କଣ ସମାନ ଆଜ୍ଞା
କିଛି ଲୋକ କିଛି ମା ମାନେ କିଛି ଭଉଣୀ ମାନେ କିଛି ନାରୀ ମାନେ କଳିଯୁଗ ନାରୀ ମାନେ ଉଗ୍ରମତ୍ତା ହେଲେ ତେଣୁ ଉନ୍ନମତ୍ତା କେହି କାହାରିକୁ ଆଜ୍ଞା ମାନିଲେ ନାହିଁ କାପଡ଼ ଛତା ଧରିଲେ ଦାଣ୍ଡରେ ବୋଲିଲେ ତେଣୁ କୁହନ୍ତି ଆଜ୍ଞା ଆଗରୁ ଇଏ ଅଷ୍ଟ ଅଳଙ୍କାର ମାନ କରିବେ ବାହାର ଗୋଟେ ନାରୀର ଭୂଷଣ ଥିଲା ଗଣ ଚାଣକ୍ୟ ପ୍ରମାଣ ଦେଇଛନ୍ତି ନାରୀଣାଂ ଭୂଷଣ ଲଜ୍ଜା ନାରୀ ମାନଙ୍କର ଭୂଷଣ ଥିଲା ଲଜ୍ଜା ଏବେ ଆଉ ଲଜ୍ଜା ଅଛି ଏବେ ସେଟା ସବୁ ପଳେଇଲାଣି ବିଛୁଆ ଆଉ ନାହିଁ ଲଜ୍ଜା ଅର୍ଦ୍ଧ ଲଙ୍ଗଳା ପୋଷାକ ପିନ୍ଧିଲେ অলঙ্কার নাইলে নাহি পিন্ধিলে নাই বেশি সেই নেট শার্টটা বর্তমান ପାଇଁ ଚାଲି বর্তমান নাইটি পিন্ধিকে স্টলটা মুন্ডরে পকে দেই পড়ুছেন তেণু বাপা ଆଉ ଚୁଡ଼ି ପିନ୍ଧିଲେନି କି ଶାଢୀ ପିନ୍ଧିଲେ ନାହିଁ କି ସିନ୍ଦୁର ଆଉ ବି ନାଇଲେ ନାହିଁ ସେ ସିନ୍ଦୁର କୋଉ ନାଉ ତ ଅଣ୍ଡାଳି ପାଇବ କଣ ହେଲା ମୁଁ ପା ଅଣ୍ଡାଳି ପାଉନି ହଁ କାହିଁକି ନା ଚୁଡ଼ି ପିନ୍ଧିଲେ କାଳେ ଲାଜ ମାଡ଼ିବ ଆଉ ଶାଢୀ ପିନ୍ଧିଲେ କାଳେ ଲାଜ ମାଡ଼ିବ ଲୋକମାନେ କହିବେନି ତେଣୁ ସିନ୍ଦୁର ନାଇଲେ ତେଣୁ ଆଜ୍ଞା ଲାଜ ମାଡୁଛି ଆଜିକାଲି ଝିଅ ମାନେ କାହିଁକି ନା ଶିକ୍ଷିତ ହୋଇଗଲେଣି ତେବେ ଆମେ ପାଠ ପଢୁଛୁ ଏତେ ଲମ୍ବା ସିନ୍ଦୁର ନାଇଲେ କି ପିନ୍ଧିଲେ ଆମକୁ ଖରାପ ଦେଖାଯିବନି କେତେ ବାଟ ପର୍ଯ୍ୟନ୍ତ ସିନ୍ଦୁର ନାଇ ଯେ ଯେତେ ଲମ୍ବା ସିନ୍ଦୁର ସିଥିରେ ପିନ୍ଧିବେ ଆଜ୍ଞା ସେ ନାରୀର ସ୍ୱାମୀ ସେତେ ଆୟୁଷ ବଢିବ ମାମୁ ଏଇ ମାଇକି କହୁ ଏଇଠୁ ଟାଣିବ ପୁରା ଏଇଠି ମୁଁ କାଲି ସକାଳ ବେଳେ ତେଣୁ ଗୋଟେ ଚୂଳ ଟେକି ଖାଲି ଟିକେ ମାରିଦିଏ ସଧବା ନାରୀର ସଂକେତ ହେଲା ଶଙ୍ଖା ଆଉ ସିନ୍ଦୁର ମା ମାନେ ସଂସାରରେ ତ ସବୁ ନାରୀ ସମାନ ନୁହନ୍ତି କିଛି ନାରୀ ମାନେ ଅଛନ୍ତି ଆଜ୍ଞା କିଛି ଭଉଣୀ ମାନେ ଅଛନ୍ତି କଳିଯୁଗରେ ତ ଦୁଇ ପ୍ରକାର ନାରୀ ଦୁଇ ପ୍ରକାର ଜଣେ କଳା ଜଣେ ଗୁରା ଜଣେ ଡେଙ୍ଗା ଜଣେ ବାଙ୍ଗରା ଜଣେ ମୋଟା ଜଣେ ପତଳା ଏଇ ଦୁଇ ପ୍ରକାର କଣ ହେଲା ଆଉ କଣ ଅଲଗା ଅଛି ଗୋଟେ କୁଳବତୀ ନାରୀ ଆଉ ଗୋଟେ ଅକୁଳିନ ନାରୀ କୁଳବତୀ ନାରୀର ଲକ୍ଷଣଟା କଣ ଅଚ୍ୟୁତାନନ୍ଦ ମହାପୁରୁଷ ଲେଖିଛନ୍ତି ହେଲେ କୁଳବତୀ ନାରୀ କୁଳକୁ ସୁନ୍ଦର ବେଶକୁ ସୁନ୍ଦର ବେଶ ବେଶକୁ ସୁନ୍ଦର ବେଶ ରେ ଭଲ ବେଶକୁ ସୁନ୍ଦର ବେଶ କୁଳବତୀ ନାରୀ ଥାଏ ଯେଉଁ ଘରେ କୁଳବତୀ ନାରୀ ଥାଏ ଯେଉଁ ଘରେ କୁଳବତୀ ନାରୀ ଥାଏ ଯେଉଁଠାରେ କୁଳବତୀ ନାରୀ ଥାଏ ଯେଉଁଠାରେ ଦେବତାଙ୍କ ବାସ କୂଳକୁ ସୌନ୍ଦର୍ଯ୍ୟତା ଆଣେ ଦେଖନ୍ତୁ ଆଜ୍ଞା କୂଳରେ ଭଲ ମନ୍ଦ ସୁଖ ଦୁଃଖ ସବୁ କିଛି ମା ଯିଏ ସହି ପାରୁଥିବ ଘରର ଯିଏ ମଙ୍ଗଳ କରୁଥିବ ପରିବାରରେ ସମସ୍ତଙ୍କୁ ଯିଏ ସମଭାଗରେ ପରସୁଥିବ ସମସ୍ତଙ୍କର ମଙ୍ଗଳ କାମନା କରୁଥିବା ସେଇ ନାରୀ ତେଣୁ ଆଜ୍ଞା ବେଶ୍ୟାକୁ ଯେମିତି ବେଶ ସୁନ୍ଦର ତା ପରିବାର ତାକୁ ସୁନ୍ଦର ଲାଗୁଥିବ ତେଣୁ ସେଇ ହେଲା କୁଳବତୀ ନାରୀ ଅକୁଳିନ ନାରୀ ତାର ଲକ୍ଷଣ ଜାଣିବ ଇଏ ଅକୁଳିନ ନାରୀ ବେଶଭୂଷା କରେ ଶାଶୁ ଶ୍ୱଶୁରଙ୍କ ସେବା କରେ ନାହିଁ 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 ସଞ୍ଜ ପରେ ଯାଏ ଶୋଇ ମୋ ଭାଇ ଦେଖନ୍ତୁ ଆଜ୍ଞା ଅକୁଳିନ ନାରୀ ଯିଏ ଆଜ୍ଞା ବିବାହ କରିଥିବ ଅକୁଳିନ ଘରୁ ଯିଏ ଝିଅ ଆଣିଥିବ ବାପା ତା ଜୀବନ କେବେ ସୁଖରେ କଟିବ ଅକୁଳିନ ନାରୀ ବେଶଭୂଷା କରେ ଚହଟ ଚିକଣ ହୋଇ ସେ ସବୁବେଳେ ନିଜ ଶରୀରକୁ ଦେଖୁଥିବ କିଏ ଖାଇଲା କେତେ ନ ଖାଇଲା କେତେ ସ୍ୱାମୀ ଆସିଲେ କେତେ ନ ଆସିଲେ କେତେ ପରିବାରରେ କିଏ ଭଲରେ ରହିଲା କେତେ ନ ରହିଲେ ତେଣୁ ସବୁବେଳେ ପରିବାରର ଅଶାନ୍ତି ସୃଷ୍ଟି କରୁଥିବ ତେଣୁ ଅମଙ୍ଗଳ କରୁଥିବ ପରିବାରରେ କାହାରି ପକାଇ ଦେଉନଥିବ ପରିବାରରେ ସବୁବେଳେ ଦୁଃଖ କଷ୍ଟ ଦେଉଥିବ ଅଶାନ୍ତି ତେଣୁ ସବୁବେଳେ ଆଜ୍ଞା ଦୁଃଖର ଦିନ ନେଉଥିବ
तेणु एपटे आज्ञा देखु तेणु ये जो कली जुगरे पापर भार आज्ञा बढ़िला जिते पापर भार एस बढ़िला तेणु जगन्नाथ महाप्रभु आज्ञा बड़ देउल छाड़ा पड़ा आपण कहे केउ दिन छाड़ी केबे छाड़ी तार कौन एमती प्रमाण अच्छी ताहले आपण शुणु आज्ञा आपणकर अच्युतानंद महापुरुष मालिकार आज्ञा लिखिदे जाइछंती बड़ देउल बड़ देउलू मोर खसिब पथ आपण मानकर अच्युतानंद महापुरुष जो प्रमाण देले आपण माने आज्ञा जानी परिबे जगन्नाथ जदि मंदिर रे थिले जेते बेले आज्ञा पत्थर खसिला बड़ देउल जगन्नाथ कोन जानी पारि नथिले केही जानी छथि आज पर्यंत आपण माने जानी पारुछथि आज्ञा ना से पत्थर सेठी पड़ी दिबा कोठू खसिला केही कहि परिबे ना कही पारिले नाही बड़ देउल कथा छाड़तु अरुण कंब गिद्ध पक्षी आज्ञा बसिला एटी गरुड़ बसिला कथा गिद्ध जाई बसिला गिद्धरा उड़ी उड़ी जाउथला थक्का लागला बसी पड़ला और ताकू थक्का लागला तमे कहले से बसी पड़िला तेणु आपण माने जानि थिबे महालक्ष्मी का मंदिर रे सुवर्ण चोरी हेछि कि नहीं हेछि जदि महालक्ष्मी का मंदिर रे सुवर्ण चोरी हला जगन्नाथ आज्ञा तो थिबे ताले से केमिति जानि न पारिले मा देहरु चोर माने अलंकार चोरी करिले जदि जगन्नाथ बड़ देउलार थिले ताले तांक रत्न सिंहासन रे जता बेले अग्नि लागि गला ताले से तो हर्ता करता दैव विधाता आमे तो तांको बड़ ठाकुर बोली मानुछन ताले से कोन अग्नि टिके लिभेई पारि न थांते एक कथा आज्ञा आपण मन को जदि न आसीबो ताले आपण माने देखंतु आज्ञा 1999 मसिया कथा आपणकर मन समस्तंकर थिबा आज्ञा कोनी कुटा गछ ना कुटा बदर रे एई झोटा 7 दिन रहितला कहरी जो कष्ट रे मु ताऊ हमु आनी लक्ष्मी नारायण पूजा तण आज्ञा 1999 मसिया अक्टोबर 29 तारीख सेई दिन पूर्णमी थिला आज्ञा गुरुवार भी थिला बापा पाला भी चालू थिला पाला भांगी सारी नहीं आरंभ हो गला बात्या पवन तानो पवन रे बड़ देउल नीलचक्र आज्ञा श्री मंदिर रे जो नीलचक्र तानो नीलचक्र बंका हला सेई पवन रे जदि बड़ देउल रे भगवान थिले जगन्नाथ ताले नीलचक्र जो बंका हला से कौन अटकाई पारि न थान ताले से रोइले कोउटी भगवान कर दुआटी अवतार चले अवतारी पुरुष आज्ञा सत्य जुग आउ नहीं कि त्रेता नहीं कि आउ द्वापर नहीं कहला आज्ञा कली जुग तीन अवतार देखन आज्ञा तीन जगरे 8 अवतार बीती जाइछि आउ दुआटी अवतार बाकी रही जादव गोस्वामी कर लेखा देखंतु आज्ञा ये मेचने बहन धन ये कर से करवार मेचने बहन धन जय जगदीश
ଅଛି ଦେଖନ୍ତୁ ଆଜ୍ଞା ପରମ ବ୍ରହ୍ମ ପରମ ପୁରୁଷ ଚିର ଚିନ୍ମୟ ଜଗତର ନାଥ ଜଗନ୍ନାଥ ତେଣୁ ଆଜ୍ଞା ରହିଯାଇଛି ଦୁଇଟି ଅବତାର ଗୋଟେ ହେଲା ଆଜ୍ଞା କଳ୍କି ଆଉ ଗୋଟେ ହେଲା ବୌଦ୍ଧ ଅବତାରକୁ ନେଇ ଜଗନ୍ନାଥ ଯୋଉ ବଡ ଦେଉଳ ସେଇ ବଡ ଦେଉଳ ରାଜା ସେ ପୂଜା ପାଉଛନ୍ତି ଆଉ ଗୋଟିଏ ଅବତାର ମାନବ ଶରୀରକୁ ନେଇ ଲୀଳା ଖେଳା ଆଜ୍ଞା କରୁଛନ୍ତି କେଉଁଦିନ କେବେ ଆଜ୍ଞା ସେଇ 1999 ମସିହା ପାଖରୁ ଦେଖନ୍ତୁ ଆଜ୍ଞା ଜନ୍ମ ହେଇ ସାରିଲେଣି କଟକ ମାହାଙ୍ଗା ଗ୍ରାମରେ ଭଗବାନ ଜନ୍ମ ନେଇ ସାରିଛନ୍ତି ପିତାଙ୍କ ନାମ ଅର୍ଜୁନ ମାତାଙ୍କ ନାମ ସୁଭଦ୍ରା ନାମ ତାଙ୍କ କୁଳେ ପ୍ରଭୁ ଜନ୍ମ ତେଣୁ ଆଜ୍ଞା ତ୍ରତୟାରେ ସେଇ କଟକରେ ଦ୍ୱାପର ସେଇ କଟକରେ କଳିରେ ଆଜ୍ଞା ସେଇ କଟକରେ ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମଟି କେମିତି ଲାଗିଲା आशा करुँच निश्चिंत भाव भल लगे आहरी नुआ नुआ कार्यक्रम देखा आपण मैंने आम चैनल को लाइक और शेयर कर आज्ञा हाँ सब्सक्राइब करने भूलिए नहीं रोची नमस्कार।